ଦକ୍ଷ ଯୁବଶକ୍ତି ଆଜି ଅଛନ୍ତି। ସ୍ଥିର ଶାସନ ବ୍ୟବସ୍ଥା ଓଡ଼ିଶାରେ ଅଛି ଏବଂ ଲୋକଙ୍କର ଅଦମ୍ୟ ସାହସ ଆମର ସବୁଠାରୁ ଗୋଟିଏ ବଡ଼ ଶକ୍ତି ହେଇକରି ମଧ୍ୟ ଉଭା ହେଇକରି ଅଛି। ଆମର ଏହି ଶକ୍ତିକୁ ନେଇ ଆମେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟରେ ଆମେ ଆଗକୁ ବଢ଼ି ଚାଲିଛୁ। ଆମର ଏଇ ଯେଉଁ BCPPRରେ ଆମର ଇକୋନୋମିର ପୋଜିସନ୍ ଅଛି ଆଜି $22.5 ବିଲିୟନ। ଏ $22.5 ବିଲିୟନ କୁ ଆମକୁ କରିବା ପାଇଁ ପଡ଼ିବ 2047 ସୁଦ୍ଧା $500 ବିଲିୟନ। ଆଉ ହାଇଦ୍ରାବାଦ ସହିତ ଆମକୁ ଟକ୍କର ଦେବା ପାଇଁ ପଡ଼ିବ। ଆଉ ସେଥିପାଇଁ ଏ ଚ୍ୟାଲେଞ୍ଜକୁ କରିବା ପାଇଁ ହେଲେ ଆପଣମାନଙ୍କର ସହଯୋଗ ଆଉ ଆପଣମାନଙ୍କୁ ଆଜି ଖୋଜି ବାହାର କରିବା ତଥାଗତ ବାବୁ ଯେଭଳି ଭାବରେ ଆଜି କାମ କରୁଛନ୍ତି, ନିଶ୍ଚିତ ଭାବରେ ଇଏ କାମ ଆଗାମୀ ଦିନରେ ଅସମ୍ଭବକୁ ସମ୍ଭବ କରିବା ଏହା ସମ୍ଭବ ହେଇପାରୁଛି। ଆପଣମାନଙ୍କର ଉଦ୍ୟମ ଦିନ ରାତି ଆପଣ ଏକ କରିକି କାମ କରିଥିବେ, ଜିରୋ ଇନଭେଷ୍ଟମେଣ୍ଟରୁ ବି ଆଗକୁ କିଏ ବଢ଼ିଥିବେ ଏବଂ ଆଜି ଆପଣମାନେ ସଫଳ ଉଦ୍ୟୋଗୀ ହିସାବରେ ଅଛନ୍ତି। ଆଉ ଆପଣମାନଙ୍କୁ ଖୋଜି ବାହାର କରିଛନ୍ତି ଆମର ତଥାଗତ ବାବୁ ଆପଣଙ୍କୁ ସ୍ୱତନ୍ତ୍ର ଭାବେ ଏଠି ସମ୍ମାନିତ କରିବା ପାଇଁ। ଆଉ ଇଏ ଧରିତ୍ରୀ ଆଉ ଓଡ଼ିଶା ପୋଷ୍ଟ ତରଫରୁ ଇଏ ଯେଉଁ ଆଜି କାର୍ଯ୍ୟକ୍ରମ କରିକିରି ଆଜି ଆମ ସମସ୍ତଙ୍କୁ ଏକାଠି କରିପାରିଛନ୍ତି, ତା ନିଶ୍ଚିତ ଭାବରେ ମୁଁ ସେଥିପାଇଁ ତଥାଗତ ବାବୁଙ୍କୁ ଧନ୍ୟବାଦ ଦେବି, ତାଙ୍କ ଟିମ୍କୁ ମୁଁ ନିଶ୍ଚିତ ଭାବରେ ଧନ୍ୟବାଦ ଦେବି। ଆଉ ସେଥିପାଇଁ ଆଜି ଏ ଯେଉଁ କାର୍ଯ୍ୟକ୍ରମ ମାଧ୍ୟମରେ ଆମକୁ ଆଗକୁ ବଢ଼ିବାର ଗୋଟିଏ ବଡ଼ ଇଏ ସୁଯୋଗ ଆସିଛି। ଆଉ ଏ ସୁଯୋଗ ମାଧ୍ୟମରେ ଆମେ ନିଶ୍ଚିତ ଭାବରେ ଆମେ ଏଠି ଉଦ୍ୟୋଗୀ ହିସାବରେ ଯେଉଁ ଆଜି ତଥାଗତ ବାବୁ ଆଜି ଆପଣମାନଙ୍କୁ ସାମ୍ନାକୁ ଆଣି କାର୍ଯ୍ୟକ୍ରମ କରାଇଛନ୍ତି, ଆଗାମୀ ଦିନରେ ଆମେ ନିଶ୍ଚିତ ଆଗକୁ ଆମେ ବଢ଼ିବା ପାଇଁ ଯାଉ। ଯେଉଁ ଏଣ୍ଟରପ୍ରେନର ଯେଉଁମାନେ ନିଜର ଦକ୍ଷତା ବଳରେ, ଅଧ୍ୟବସାୟ ବଳରେ, ତପସ୍ୟା ବଳରେ ଆପଣମାନେ ଆଜି ସଫଳତମ ଉଦ୍ୟୋଗୀ ହୋଇପାରିଛନ୍ତି ଏବଂ ଆପଣ ସଫଳତାର ଉତ୍କର୍ଷକୁ ପହଞ୍ଚି ପାରିଛନ୍ତି। ଆପଣଙ୍କର ଉତ୍କର୍ଷତାକୁ ସମ୍ମାନିତ ଆଜି ତଥାଗତ ବାବୁ କରିବା ପାଇଁ ଯାଉଛନ୍ତି। ନୂଆ ପିଢ଼ିକୁ ପ୍ରେରଣା ଦେଉଛନ୍ତି। ଗଣମାଧ୍ୟମର ସମାଜର ଦର୍ପଣ ଏବଂ ଉନ୍ନତିର ସକାରାତ୍ମକ କାହାଣୀକୁ ଇଏ ନିଶ୍ଚିତ ଭାବରେ ଆଗକୁ ନେଉଛନ୍ତି। ଆଉ ସେଥିପାଇଁ ପୁଣି ମୁଁ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟକୁ ଅଭିନନ୍ଦନ ଜଣାଉଛି, କାରଣ ସେମାନେ ଉତ୍କର୍ଷତାକୁ ସମ୍ମାନିତ କରୁଛନ୍ତି।